ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚାନ୍ଦୋଲି ଆଞ୍ଚଳିକ କମିଟିର ଏକ ସାଧାରଣ ସଭା ଚର୍ଦିଆଠାରେ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦୋଲି ବିଧାନସଭାର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ ଶୀର୍ଷ ନେତୃତ୍ୱ ମାନେ ଏହି ସାଧାରଣ ସଭାରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ସିପିଆଇର ଜିଲ୍ଲା ସହ ସମ୍ପାଦକ କମ୍ରେଡ ବିମ୍ବାଧର ବାରିକ ଲାଲ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଏହି ସାଧାରଣ ସଭାକୁ ଉଦ୍ଘାଟନ କରିଥିବା ବେଳେ କମ୍ରେଡ ନାରାୟଣ ତ୍ରିପାଠୀ ଓ କମ୍ରେଡ ବୀରପାତ୍ରଙ୍କୁ ନେଇ ଏକ ସଭାପତି ମଣ୍ଡଳ ଗଠନ କରାଯାଇଥିଲା। ଚାନ୍ଦୋଲି ଜୋନ୍ ସମ୍ପାଦକ କମ୍ରେଡ ଅନନ୍ତ ମହାନ୍ତି 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବ୍ୟୁରୋ ରିପୋର୍ଟ, ସ୍ୱାଭିମାନ ଓଡ଼ିଆ 24।